ନକଲେ ବି ଆମେ କରିବା ପଇସା ନେଇଛୁ ବାଧ୍ୟ ହବା। ଆପଣ ଯଦି ଖୋଳେଇ ତଳେ ହେଇକି ଚିଡ଼ା ଦେବାକୁ କହିଛନ୍ତି ଆମେ ଆଉ ଜାଣି ଲୋକ ଠିକ କମେଡି ପାଉଛନ୍ତି। ଆପଣ ଫେରଉଛନ୍ତି କାହିଁକି? ଲୋକ ଠିକ କମେଡି ଆପଣ ଯୋଉ ରେଟରେ କହୁଛନ୍ତି ହଉନାହିଁ, ଦର୍ଶକ ସେଇ ରେଟ ଏତେ କହୁନାହାନ୍ତି। ଆମେ ବୁଲୁଛୁ ଆମେ ଜାଣିନୁ। ଆପଣ ଫେରେଇଲେ କଣ ହବ? ଦର୍ଶକ ସେତେ ହାରରେ କହୁନାହାନ୍ତି ନା କମେଡି ହେଲାନି ଇଏ ହେଲେ ଲୋକ ହସୁଛନ୍ତି। ଲୋକ ହସିବା କଥା ହସୁଛନ୍ତି। କିଛି କମି ଯାଇପାରେ, କିଛି ବଢି ଯାଇପାରେ, ଲୋକ ହସୁଛନ୍ତି। ଲୋକ ହସୁନାହାନ୍ତି, ମାଲିକମାନେ ଆମକୁ ରଖିଛନ୍ତି କେମିତି? ନାଇଁ ଆହୁରି ମୁଁ ଅଲଗା ମାନଙ୍କ ସହ ଇଣ୍ଟରଭ୍ୟୁ ନେଇଛି, ସେମାନେ କହୁଛନ୍ତି ଯାତ୍ରାର କମେଡି ଆଗମ ମାନ କମିଗଲାଣି। କେହି କହୁଛନ୍ତି ସିଏ ଯିଏ ଯିଏ ବାନା ବାତିରିଆ ସେମାନେ କହୁଛନ୍ତି, ସେମାନେ ଘାଟାଉଛନ୍ତି ଅଶ୍ଳୀଳ। ଅଶ୍ଳୀଳ ଆମେ କହିବୁ ନାହିଁ। ବଢିଆ ପାବ ଲୋକ ବା ସେଇଠି ରହିଯାଇଛନ୍ତି। ଯୁଗ ପରିବର୍ତ୍ତନ, ତମେ ଯୁଗ ପରିବର୍ତ୍ତନ ହଉନ। ନାଟକର ବଢିଆ ନାଟକ ଭିତରେ ଯାଉଛି, ହସ ଆଉଛି, କାନ୍ଦ ଆଉଛି, ରାଗ ଆଉଛି, ବିଭିନ୍ନ ଷ୍ଟାଇଲରେ ଯାଉଛି। ମା ଭଉଣୀ ବସିଲା ଭଳିଆ କମେଡି ହଉଛି, ସେ ସେଇଠି ରହିଯାଇଛନ୍ତି। ଦୁଅର୍ଥ କମେଡି ଆଗରୁ ଟିକେ ହଉଥିଲା, ଏବେ ସେଟା ସେମିତି ହଉଛି? ନା 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 ହଉନି। ହଉନି, ଯୋଉଠି ଆବଶ୍ୟକ ଟିକେ ଟୋକା ଟାକଲେ ଆସିଲା ଆମେ ଟିକେ ଜଷ୍ଟ କରିଦଉଛୁ, ସେମିତି ନାହିଁ। ସେ ଭଲ କଥାରେ ତ ଲୋକ ହସୁଛନ୍ତି। ଆପଣ ଆପଣ ଏ ସିନଟା ତାହେଲେ ଦେଖିଛନ୍ତି? କେତେ ଲୋକ ହସିଲେ? ଦେଖିଛନ୍ତି? ଦେଖିନଥିବେ। ଖାଲି ମିଡିଆ ଆଗରେ କହିଲେ ହଉନି, କାହିଁ କହିଲେ? ଆପଣ ସେଠୁ କହିଦୁ ଆମ ପାଟିରୁ ଖସିଯିବ, କୋଉଠି କିଏ ଧରିବ ଆମକୁ, ଆମ ଗାଁରେ ଥିଲା। ସାର ଗଣିତ ଦର୍ଶକ ଦର୍ଶିକାଙ୍କୁ ମୋର ଅନନ୍ତ କୋଟି ପ୍ରଣାମ। ଆପଣ ମାନେ ଆଶୀର୍ବାଦ କରନ୍ତୁ, ବଦଳି ଯାଆନ୍ତୁ, ସୁଧୁରି ଯାଆନ୍ତୁ। ଭଲ ଭଲ କମେଡି ସିନ୍ ହଉଛି, ଆପଣ ମାନେ ଦେଖନ୍ତୁ, କାହା କଥାରେ ଭାସନ୍ତୁ ନାହିଁ। କମେଡି ଯେମିତି ହବା କଥା ହବ, ଶହେ ଶହେରେ ହବ। ନାଟ୍ୟକାର ଯିଏ ଲେଖୁଛନ୍ତି ସେ କଣ ଆଜ୍ଞା ଗଞ୍ଜେଇ ଟାଣିକି ଲେଖୁଛନ୍ତି? ସିଏ ସେମାନେ ବି ଚିନ୍ତାଧାରା କରିକି ଲେଖୁଛନ୍ତି। ମା ଭଉଣୀ ବସିବେ, ଭାଇ ଭଉଣୀ ବସିବେ। ଆଉ ଆମେ ଖାଲି କହିଦେଲେ କଣ ହବ? ସିଏ ଯାହା ଦଉଛନ୍ତି ଗୁରୁମାନେ ଆମେ ଠିକ ପାଉଛୁ। ଅଲଗା ଆର୍ଟିଷ୍ଟ ମାନେ କହୁଛନ୍ତି ରାଇଟର ମାନେ କମେଡି ପାଉନାହାନ୍ତି। ମୁଁ କହିପାରିବିନି କାହା କଥା ଆଣିକି କହୁନାହାନ୍ତି। ଆପଣ ଯେମିତି ଫେଣଉଛନ୍ତି, ଅତି ଫେଣେଇଲେ ମୁଁ କିଳା ଖାଇଯିବି। ଲାଷ୍ଟରେ ଶ୍ରୀ ଗଣେଶ ଯାଉଛନ୍ତି ଆପଣ, ଶ୍ରୀ ଗଣେଶ ଆମର ମଣ୍ଡି ମ୍ୟାଡାମ ସହିତ 2026-27ରେ ମାନେ କେମିତି ଆପଣ ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟ କରିବେ, ତାଙ୍କୁ ପ୍ରମୋଶନ କରିଦିଅନ୍ତୁ। କଣ ମୁଁ ଜାଗା ଧରି ନାହିଁ, ସେଠିକି ଯାଇ ନାହିଁ, ସ୍କ୍ରିପ୍ଟ ତିଆରି ହେଇନାହିଁ, ଏଠି ଆଉ 4 ମାସ ଅଛି। ଆପଣ ଫେଣେଇକିରି କହିଲେ କଣ ହବ? କାଲି କିଏ ଦେଖିଛି? କାଲି ମୁଁ ମରିବି ବସିବି ନାହିଁ, ଲୋଭରେ ନେଇଯାଇଛି। ଛକା, ଭୟଙ୍କର ଛକା। ଏତେ ଲମ୍ବା ଛକା ମୋ ଜୀବନରେ ମୁଁ କେବେ ଦେଖିନି। ବଲ ଯାଇକି ଷ୍ଟାଡିୟମ ବାହାରେ ୟା ଛକା, ଭୟଙ୍କର ଛକା। କିଏ ଆଉ ମାରିବ? ଆମ ଇଣ୍ଡିଆର ହିଟ ମ୍ୟାନ ରୋହିତ ଶର୍ମା। ଷ୍ଟମ୍ପ ଭାଙ୍ଗିଗଲା ଦେଖି ଆଉଟ ଆଉଟ ଚିତ୍କାର କରୁଛ କି? ହେଲେ ଅମ୍ପାୟାର ଡିସିସନକୁ ଅପେକ୍ଷା କରିନୁ। ଆରେ ସେ ବଲ ଥିଲା ନୋ ବଲ, ରୋହିତ ଶର୍ମା ନଟ୍ ଆଉଟ। କଣ ହେଲା? ଇଣ୍ଡିଆ ବାଲା ପ୍ୟାଣ୍ଟ ଫେଲେ ତ ମୁଣ୍ଡ କାମ କରୁନି ବୋଧେ ନା? ଏଇ ର ର ର ର ର କଣ ଆମ ହବ ତା ଆମେରି କହୁଥିଲୁ, ଏବେ କଣ ଆମ ପାକିସ୍ତାନ କହିଲେ ତୁ କଣ ପାକିସ୍ତାନୀ? ଏ ପୁଣି ଗାଲୁଆମି କଥା। କିରେ ଓଡିଶାରେ ତ ଜନ୍ମ, ତୁ ହଉଛୁ ଇଣ୍ଡିଆନ, ତୁ କଣ ସବୁବେଳେ ପାକିସ୍ତାନକୁ ସପୋର୍ଟ କରିବୁ? ଖାଇବୁ ଇଣ୍ଡିଆର, ଗାଇବୁ ପାକିସ୍ତାନର। ଆଇଛୁ କଣ ହେଲା? ସଣ୍ଡାଳ କଣ କହିଲୁ? ତୁ ପାକିସ୍ତାନ ଜାତୀୟ ପତାକାକୁ ତୁ ଲୁଚେଇକି ରଖିଛୁ। ଏଇ ଦେଖାନି 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 ଦେଖ, ହେ ତୁ କାହିଁ ରଖିଥିବୁ ମ? ଏଡା ରୁମାଲଟା ଦେଖାନି ଦେଖ। ବେ ହଁ ବେ ଅନେଇ କଣ ବେ, ଏଟାକୁ ପିଟ ବେ, ପିଟ ବେ, ପିଟ। ପାକିସ୍ତାନ ଜାତୀୟ ପତାକାକୁ ତୁ ରଖିଛୁ?